ଆସନ୍ତୁ ତମମାନଙ୍କୁ ଗୋଟେ ବହି ସହିତ ପରିଚିତ କରେଇଦେବି। ଏ ବହିଟି ଆପଣ ଦେଖୁଛନ୍ତି, ଏ ବହିଟା ହେଉଛି ଆର୍ଟ ଅଫ୍ ଗିଭିଂ ଏ ୱେ ଅଫ୍ ଲାଇଫ୍। କିଏ ଲେଖିଛନ୍ତି ନା ସେ ହେଉଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ଅଚ୍ୟୁତ ସାମନ୍ତ ତ ଗୋଟେ କେବଳ ନାଁ ନୁହନ୍ତି ନା, ସେ ଏକ ଚେତନା। ବର୍ତ୍ତମାନ ସମାଜ ପାଇଁ ଏକ ଚେତନା ହେଉଛନ୍ତି ପ୍ରଫେସର ଅଚ୍ୟୁତ ସାମନ୍ତ। କାହିଁକି ପିଲେ କହୁଛି, ତମେ ବୁଝୁଥିବ ମୁଁ କାହିଁକି କଥା କହୁଛି। ଏଇଥିପାଇଁ କହୁଛି, ସାମନ୍ତ ସାର୍ କେବଳ କିଟ୍ କି ସ୍କିମ୍ସର ପ୍ରତିଷ୍ଠାତା ନୁହନ୍ତି, ପୂର୍ବତନ ସାଂସଦ ନୁହନ୍ତି, ସେ ହେଉଛନ୍ତି ଜଣେ ଦାର୍ଶନିକ ଯିଏ ସମାଜକୁ ଆର୍ଟ ଅଫ୍ ଗିଭିଂ, ଏ ଯେଉଁ ଜୀବନ ଦର୍ଶନ ସାର୍ ଲେଖିଛନ୍ତି, ଆର୍ଟ ଅଫ୍ ଗିଭିଂ ବହିର ନାଁ ଦେଇଛନ୍ତି ଆର୍ଟ ଅଫ୍ ଗିଭିଂ ଏ ୱେ ଅଫ୍ ଲାଇଫ୍। ଜୀବନ ବଞ୍ଚିବାର ଏକ ରାହା, ଏ ୱେ ଅଫ୍ ଲାଇଫ୍। ଜୀବନ ବଞ୍ଚିବାର, ଜୀବନ ଜିଇବାର ଏକ ରାହା। ଆମେ କହିବା ଆମେ କ'ଣ ଜୀବନ ଜିଉନେ କି? ଆମେ ଛାଡ଼ନ୍ତୁ, ସେ ବହି ସହିତ କଥା ହେଇଯାଉଛି। ବହିଟି ଆପଣମାନେ ଦେଖୁଛନ୍ତି, ବହିର ପଛପଟେ 2013 ମସିହାରୁ ଆର୍ଟ ଅଫ୍ ଗିଭିଂ ଆମର ଆରମ୍ଭ ହୋଇଥିଲା। 2014 ମସିହାରୁ 2025 ମସିହା ପର୍ଯ୍ୟନ୍ତ ଯେଉଁ ଚେତନାକୁ ନେଇକି, ଯାହାକୁ ଆମେ ଇଂରାଜୀରେ ଥିମ୍ ବୋଲି କହୁଛେ, ଯେଉଁ ସିଦ୍ଧାନ୍ତକୁ ନେଇକି ସବୁ ଆର୍ଟ ଅଫ୍ ଗିଭିଂ କରାଯାଇଥିଲା ତାହା ଲେଖାଯାଇଛି। ସବୁଠୁ ବଡ଼ କଥା ହେଲା, ଏ ବହିଟିକି ଦେଖନ୍ତୁ। ବହିରେ 2ଟା ସେକ୍ସନ୍ କରାଯାଇଛି। ବହିରେ ଗୋଟେ ରହିଛି ଆମର ଇଣ୍ଟ୍ରୋଡକ୍ସନ୍, ତାପରେ ସାମନ୍ତ ସାର୍ଙ୍କର ମେସେଜ୍, ମାଇ ମେସେଜ୍ ଟୁ ସିକର ଅଫ୍ ପିସ୍। ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ଯେଉଁମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଚାହୁଁଛନ୍ତି ସମାଜରେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଚାହୁଁଛନ୍ତି, ଏକ ମଣିଷଠୁ ଏକ ଉଚ୍ଚତର ମଣିଷର ସୋପାନକୁ ଉଠିବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ ସାର୍ଙ୍କର ବାର୍ତ୍ତା। ତା ସହିତ ସେକ୍ସନରେ ରହିଛି ଫିଲୋସଫି, ଦର୍ଶନ, ଆର୍ଟ ଅଫ୍ ଗିଭିଂ କ'ଣ, ହ୍ୱାଟ୍ ଇଜ୍ ଦ ଆର୍ଟ ଅଫ୍ ଗିଭିଂ, ଏକ୍ସପିରିଏନ୍ସ ଦ୍ୟାଟ୍ ସେପ୍ ଦ ଆର୍ଟ ଅଫ୍ ଗିଭିଂ, ଦ ଆର୍ଟ ଅଫ୍ ଗିଭିଂ ଆଣ୍ଡ ଇଟ୍ସ components, religion and the art of giving across the global। ତାପରେ ସେକ୍ସନ୍ 2ରେ ଦି ଫିଲୋସଫି ଇନ୍ ଆକ୍ସନ୍, ଆର୍ଟ ଅଫ୍ ଗିଭିଂ ଯେଉଁ ଦର୍ଶନଟି ତାହା କିଭଳି କାର୍ଯ୍ୟକାରୀ ହେଇଛି, ଯାହା କିଭଳି ସାର୍ ଖାଲି କହିନାହାନ୍ତି ଦର୍ଶନ କଥା, କାର୍ଯ୍ୟରେ କରିକିରି ଦେଖେଇଛନ୍ତି। ଯେଉଁ ଇୟର୍ସ, ଯେଉଁ ବିଭିନ୍ନ ବର୍ଷରେ ଦୀର୍ଘ 12 ବର୍ଷ ହେଲା କିଭଳି ପାଳନ କରାଯାଇଛି, ତାର ସୁଦୂର ପ୍ରସାରୀ ପ୍ରଭାବକୁ ସାର୍ ଏଥିରେ ଲେଖିଛନ୍ତି। ତାପରେ କିଟ୍ ଆଉ କିସ୍ ହେଉଛି ଏକ ଉଦାହରଣ, କିଟ୍ ଆଣ୍ଡ କିସ୍ ଆଜ୍ ଏକ୍ଜାମ୍ପଲ୍ ଅଫ୍ ଦ ଆର୍ଟ ଅଫ୍ ଗିଭିଂ। ଆର୍ଟ ଅଫ୍ ଗିଭିଂର ଏକ ଏକ୍ଜାମ୍ପଲ୍ ହେଉଛି କିସ୍ ଆଣ୍ଡ କିସ୍, ସେଇଟାକୁ ସେ ଆଲୋଚନା ହେଇଛି। ତାପରେ ବିଭିନ୍ନ ପ୍ରକାର ଦାର୍ଶନିକଙ୍କର ଦର୍ଶନକୁ ଆଲୋଚନା କରାଯାଇଛି। ତାପରେ ରିଅଲ୍ ଲାଇଫ୍, କିସ୍ରୁ ପଢ଼ିକିରି ଯେଉଁ ପିଲାମାନେ ଜିରୋରୁ ହିରୋ ହେଇଛନ୍ତି, ସେମାନଙ୍କର ଜୀବନ କାହାଣୀ ଏଥିରେ ରହିଛି। କିଭଳି ସେମାନେ ଏକ ଶୂନ୍ୟ ହେଇକି ଆସିଥିଲେ, ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ହୋଇକି ସମାଜରେ କିଭଳି ନିଜର ପରିଚୟ ସୃଷ୍ଟି କରିଛନ୍ତି, ସେଇ ପିଲାମାନଙ୍କର କାହାଣୀ ଭିତରେ ରହିଛି, ଯେଉଁଟା ସବୁଠୁ ହୃଦୟସ୍ପର୍ଶୀ ହେଇଛି। ତା ସହିତ ନିଜ ଜୀବନରେ ସାର୍ ଗୋଟିଏ କଥା ତ ସବୁବେଳେ ସେଟା କହନ୍ତି, ଯେଉଁଟା ବାରମ୍ବାର କୁହନ୍ତି, ଆମର କାନ୍ଥ ବାଡ଼ କିଟ୍ କିସ୍ରେ ଲେଖାଯାଇଛି, କୃତଜ୍ଞ ହୁଅ, କୃତଘ୍ନ ହୁଅ ନାହିଁ। ଏଇଟା ଆମର ପୁରୁଣା ଦର୍ଶନ, ଆମେ କାହାକୁ କାର୍ଯ୍ୟରେ କେବେ ପରିଣତ କରୁ ନାହିଁ, କିନ୍ତୁ ସାର୍ ସବୁବେଳେ କୁହନ୍ତି କୃତଜ୍ଞ ହୁଅ, କୃତଘ୍ନ ହୁଅନି। ସେ କାହାଠୁ ବି ଏତେ ଟିକେ ଜିନିଷ କେବେ ପାଇଛନ୍ତି, ତାଙ୍କୁ କୃତଜ୍ଞତା ଜଣେଇଛନ୍ତି। ସବୁଠୁ ବେଶୀ ମୋତେ ହୃଦୟସ୍ପର୍ଶୀ କଲା କେନ୍ଦୁଝରର ମନୋରମା ମହାପାତ୍ରଙ୍କ ପାଖରୁ ଯେଉଁ ଆମର କ୍ୟାମ୍ପସ୍ 1 ହେଇଛି ବର୍ତ୍ତମାନ, ସେଇ ଜାଗା ଖଣ୍ଡିକ କିଣିବା ପାଇଁ ସେ କିଭଳି ତାଙ୍କ ପାଖକୁ ଯାଇଥିଲେ,
ତାଙ୍କଠୁ ଜାଗା ଖଣ୍ଡକ କିଣିକି ଆଣିଥିଲେ, କିଭଳି ସେ କିସ୍ତିରେ ପଇସା ଶୁଝିଥିଲେ ଏବଂ ସେଇଠି କ୍ୟାମ୍ପସ୍ ୱାନ୍ ବର୍ତ୍ତମାନ ସେଇଠି ରହିଛି ଏବଂ ସେ କେମିତି କ୍ୟାମ୍ପସ୍ ୱାନ୍ ଆସ୍ତେ ଆସ୍ତେ କେମିତି ବଢ଼ିଛି କିଟ୍ ତାହା ସେ ଲେଖିଛନ୍ତି ଏବଂ କୃତଜ୍ଞତା ଜଣାଇଛନ୍ତି ମନୋରମା ମହାପାତ୍ରଙ୍କୁ। ଏଟା ଜଣଙ୍କର କଥା କହିଲି। ଆଉ ମୋର ତ ମନେ ଅଛି କି ତାଙ୍କ ଟିଚର୍ ମାନେ ଯେଉଁ ଟିଚର୍ଙ୍କ ପାଖରେ ସେ ପ୍ରାଇମେରୀରୁ ପଢ଼ୁଥିଲେ ସେମାନଙ୍କୁ ବି ସେ କେବେ ଜୀବନରେ ଭୁଲି ନାହାନ୍ତି। ତେଣୁ ଗୋଟେ କଥା କହିବି, ବହିଟି ମୁଁ ଆଜି ପାଇଲି, ଆର୍ଟ ଅଫ୍ ଗିଭିଂ ବହିଟି। ସମସ୍ତେ ଏଟାକୁ ଥରେ ପଢ଼ି ରଖିବା ଦରକାର। ବହିଟାକୁ ଇଂରାଜୀରେ ଲେଖା ହେଇଛି, ଆର ଓଡ଼ିଆ ଆସିବ। ଇଂରାଜୀରେ ଏଇଥିପାଇଁ ଲେଖାଯାଇଛି ଯେ ଇଂରାଜୀ ଆନ୍ତର୍ଜାତିକ ଭାଷା, ଯାହାକୁ ସମସ୍ତେ ବୁଝିପାରିବେ, ଜାଣିପାରିବେ, ସବୁ ମଣିଷ ପାଖରେ ପହଞ୍ଚି ପାରିବ। ସେଥିପାଇଁ ସାର୍ ୟାକୁ ଇଂରାଜୀରେ ଲେଖିଛନ୍ତି। ବହିଟି ଆପଣମାନଙ୍କର ଆଗ୍ରହ କମିଯିବ ଯଦି ମୁଁ ବହିର ସବୁକିଛି ଆପଣମାନଙ୍କୁ କହିଦେବି। ତେଣୁ ବହି ବର୍ତ୍ତମାନ ଆମର ଅନଲାଇନ୍ରେ ମିଳୁଛି। ଯଦି କେବେ କେଉଁଠୁ ପାଆନ୍ତି ବହିଟିକୁ ଦେଖିବେ। ଏଇଟା ସାର୍ଙ୍କର ଦ୍ୱିତୀୟ ବହି। ପ୍ରଥମ ବହି ସେ ଲେଖିଥିଲେ ମାଇ ମଦର ମାଇ ହିରୋ। ଏଇଟା ହେଉଛି ଆର୍ଟ ଅଫ୍ ଗିଭିଂ, ଏ ୱେ ଅଫ୍ ଲାଇଫ୍। ଆର୍ଟ ଅଫ୍ ଗିଭିଂ ଏ ୱେ ଅଫ୍ ଲାଇଫ୍। ଦେବାର କଳା, ଯାହାକୁ ମୁଁ ଓଡ଼ିଆ କହୁଛି, ଦେବାର କଳା ହେଉଛି ଜୀବନ ବଞ୍ଚିବାର ଏକ ରାସ୍ତା। ତୁମେ ଯେମିତି ସମୁଦ୍ରକୁ ଆମେ ଯାହା ଦେଉ ସେ ପୁଣି ଆମ ପାଖକୁ ଫେରିଆସେ, ଠିକ୍ ସେମିତି ଆମେ ଯାହା ଦେବା ସମାଜକୁ ସେ ପୁଣି ଆମ ପାଖରେ ଫେରିଆସିବ। ଏଇ ଯେଉଁ ଜୀବନ ଦର୍ଶନ ଦେବାର କଳାକୁ ନେଇ ସାର୍ଙ୍କର ଏଇ ବହିଟି ସମସ୍ତଙ୍କୁ ପଢ଼ିବା ପାଇଁ ଅନୁରୋଧ। ଥରେ ଦେଖି ନିଅନ୍ତୁ ବହିଟି। ଅନେକ କୃତଜ୍ଞତା ସମସ୍ତଙ୍କୁ ଏତେ ସୁନ୍ଦର ପୁସ୍ତକଟି ଆମ ସମସ୍ତଙ୍କୁ ଉପହାର ଦେଇଥିବାରୁ।